ଶ୍ରୀକୃଷ୍ଣ ବଲ୍ଲଭାୟ ନମଃ। ସମସ୍ତ ଭାଗବତ ପ୍ରେମୀ ବନ୍ଧୁମାନଙ୍କୁ ମୋର ରାଧେ ରାଧେ। ଆଜି ଆମେ ଶ୍ରୀମଦ ଭଗବତ ଗୀତା ମୌଳିକ ରୂପରେ ଜାଣିବା। ଏବେ ଜାଣିବା ପୃଷ୍ଠଭୂମି। ଯଦିଓ ଭାଗବତ ଗୀତାର ବ୍ୟାପକ ପ୍ରକାଶନ ଓ ପଠନ ହୋଇ ଆସୁଛି, କିନ୍ତୁ ମୂଳତଃ ଏହା ସଂସ୍କୃତ ମହାକାବ୍ୟ ମହାଭାରତର ଏକ ଆଖ୍ୟାନ। ମହାଭାରତ ବର୍ତ୍ତମାନ କଳିଯୁଗର ସମସ୍ତ ଘଟଣାର ବିବରଣୀ ପ୍ରଦାନ କରେ। କଳିଯୁଗର ପ୍ରାରମ୍ଭରେ ଆଜକୁ 5000 ବର୍ଷ ପୂର୍ବେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣ ତାଙ୍କର ପ୍ରିୟ ଭକ୍ତ ଓ ସଖା ଅର୍ଜୁନଙ୍କୁ ଏହା କହିଥିଲେ।